ଆଜିର ପ୍ରଥମ ଖବର ଆସନ୍ତା 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ମୋଦି ଚଣ୍ଡିଖୋଲଠାରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଥିବାବେଳେ ରାଜ୍ୟବାସୀଙ୍କୁ 19,600 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଭେଟିଦେବେ। ତୈଳ ଏବଂ ଗ୍ୟାସ, ରେଳବାଇ, ସଡ଼କ ପରିବହନ ଏବଂ ରାଜପଥ ଏବଂ ପରମାଣୁ ଶକ୍ତି କ୍ଷେତ୍ରରେ କେତେକ ପ୍ରକଳ୍ପକୁ ମୋଦି ଲୋକାର୍ପିତ, ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର, ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ତାଲିକା ଆସିବ। ଆଜି ସନ୍ଧ୍ୟା 6ଟା ବେଳେ ଏହା ପ୍ରକାଶ ହୋଇପାରେ ବୋଲି ସୂଚନା ମିଳିଛି। ଦିଲ୍ଲୀସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏହି ସମ୍ବନ୍ଧିତ ପ୍ରେସ୍ ମିଟ୍ ହେବା ନେଇ ରହିଛି ସୂଚନା ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଆସନ୍ତା 6 ତାରିଖରେ ବିଏସ୍କେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଏହା ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବ, ପରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏଥିରେ ରାଜ୍ୟର 90% ଲୋକ ଉପକୃତ ହେବେ। ବିଏସ୍କେୱାଇ ଏହି ତୃତୀୟ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଲୋକଙ୍କୁ ଜଟିଳ ରୋଗ ପାଇଁ ମିଳିବ ମାଗଣା ଚିକିତ୍ସା। ସେହିଦିନ ନବୀନ ମ୍ୟାଜିକ୍ ୱେବସାଇଟ୍ରେ ପଞ୍ଜୀକରଣ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି।